ମୁଁ ଯଦି ତୁମକୁ କହେ ଯେ ଫଟୋଟି କେବଳ ଏକ କଫି କ୍ୟାନ୍ ବ୍ୟବହାର କରି ନିଆଯାଇଛି, ତେବେ ତୁମକୁ ଏହା ଅସମ୍ଭବ ଲାଗିବ। କିନ୍ତୁ ଅସମ୍ଭବ ଲାଗିଲେ ମଧ୍ୟ ଏହା ସତ। ଏହି ଫଟୋଟି ଏହି କଫି କ୍ୟାନ୍ଟିକୁ ବ୍ୟବହାର କରି ନିଆଯାଇଛି। ଏହାକୁ ପିନ୍ ହୋଲ୍ କ୍ୟାମେରା କୁହାଯାଏ ଏବଂ ଏହା ହେଉଛି ଏକ ପିନ୍ ହୋଲ୍। ଏହି ସରଳ ଉପକରଣଟିକୁ ପିନ୍ ହୋଲ୍ କ୍ୟାମେରା କୁହାଯାଏ। ତେବେ ଏହି ସରଳ ଉପକରଣରେ କେବଳ ଏକ ଛୋଟ ରନ୍ଧ୍ର ଥାଏ। ଏଥିରେ କୌଣସି ପ୍ରକାର ଲେନ୍ସ କିମ୍ବା କୌଣସି ଇଲେକ୍ଟ୍ରୋନିକ୍ସ ନଥାଏ। ତେବେ ଭାବନ୍ତୁ, ଆମେ ଆଜି ବ୍ୟବହାର କରୁଥିବା ସବୁ କ୍ୟାମେରାର ଏହା ହେଉଛି ପୂର୍ବଜ। ତେବେ ଏକ ପିନ୍ ହୋଲ୍ କ୍ୟାମେରା ଦୁଇଟି କାର୍ଡ଼ବୋର୍ଡ଼ ବକ୍ସ ମିଶି ବନିଥାଏ। ଏଠାରେ ଯେଉଁ ଉପରେ ବକ୍ସଟି ଅଛି ଏହା ହେଉଛି ବାହାର ବକ୍ସ ଏବଂ ଏହା ହେଉଛି ତଳଟି ହେଉଛି ଭିତର ବକ୍ସ। ଆଲୋକ ଏହି ରନ୍ଧ୍ର ମଧ୍ୟ ଦେଇ ପ୍ରବେଶ କରିଥାଏ। ଏହା ହେଉଛି ପିନ୍ ହୋଲ୍ ଏବଂ ଭିତରେ ଯେଉଁ ବାକ୍ସଟି ରହିଛି ଏଇଟି ହେଉଛି ଭିତର ବାକ୍ସ। ଏ ଭିତର ବାକ୍ସଟିରେ ଏହା ହେଉଛି ପରଦା, ଯେଉଁଥିରେ ପ୍ରତିଛବି ସୃଷ୍ଟି ହୋଇଥାଏ। ଆମେ ଭିତର ବାକ୍ସଟିକୁ ଏହିପରି ଭାବରେ ସ୍ଲାଇଡ୍ କରି ପୁରାଇ ଦେଇଥାଉ ଏବଂ ଏହା ବନିଗଲା ଆମର ଏକ ପିନ୍ ହୋଲ୍ କ୍ୟାମେରା। ବର୍ତ୍ତମାନ ଏଠାରେ ଏକ କ୍ୟାଣ୍ଡେଲ୍ ଜଳୁଛି। ଧ୍ୟାନପୂର୍ବକ ଦେଖନ୍ତୁ, ମୁଁ ମୋ ଫୋନ୍ର କ୍ୟାମେରାକୁ ପିନ୍ ହୋଲ୍ ଆଡ଼କୁ ନେଉଛି। କ୍ୟାଣ୍ଡେଲ୍ର ଛବିଟି ଦେଖନ୍ତୁ ଏଠାରେ ସ୍କ୍ରିନ୍ରେ ସ୍ପଷ୍ଟ ଭାବରେ ଦେଖାଯାଉଛି, ଯଦିଓ ଏହା ଓଲଟା ଅଛି। ଏହା ଆଶ୍ଚର୍ଯ୍ୟଜନକ ନୁହେଁ କି? ବର୍ତ୍ତମାନ ଚାଲନ୍ତୁ ବାଲକୋନିକୁ ଯିବା। ଦେଖନ୍ତୁ ଏଠାରେ ଘର, ଗଛ ଏବଂ ଅନ୍ୟାନ୍ୟ ଜିନିଷ ଅଛି। ମୁଁ ଏଠାରେ ମୋ ପିନ୍ ହୋଲ୍ କ୍ୟାମେରାଟିକୁ ରଖିଲି ଏବଂ ଯଦି ମୁଁ ସ୍କ୍ରିନ୍ଟିକୁ ଦେଖେ ତାହେଲେ ମୁଁ ସମ୍ପୂର୍ଣ୍ଣ ବାଲକୋନିଟିକୁ ଦେଖିପାରୁଛି। ବିନା କ୍ୟାମେରା କିମ୍ବା ଲେନ୍ସରେ ମୁଁ ଏ ଛୋଟ ରନ୍ଧ୍ର ଦ୍ୱାରା ସମ୍ପୂର୍ଣ୍ଣ ବାଲକୋନିର ଚିତ୍ର ଏଠାରେ ଦେଖିପାରୁଛି। ତେବେ ବଡ଼ ପ୍ରଶ୍ନ ହେଉଛି, ଏହା କାହିଁକି ଘଟେ ଏବଂ ଏହା କିପରି ହୁଏ? ଚାଲନ୍ତୁ ଏହାକୁ ବୁଝିବା। ଚାଲନ୍ତୁ ଦେଖିବା ଯେ ଏହି ପିନ୍ ହୋଲ୍ କ୍ୟାମେରା କିଭଳି କିଛି କାର୍ଡ଼ବୋର୍ଡ଼ ଏବଂ ଛୋଟ ରନ୍ଧ୍ର ସହିତ କାମ କରେ। ଏଠାରେ ଆମ ପାଖରେ ଏକ କ୍ୟାଣ୍ଡେଲ୍ ରହିଛି ଏବଂ ଏକ ପିନ୍ ହୋଲ୍ କ୍ୟାମେରା ରହିଛି। ଭିତରେ ଏକ ସ୍କ୍ରିନ୍ ଅଛି ଦେଖ ଏବଂ ଏହା ହେଉଛି ପିନ୍ ହୋଲ୍। କ୍ୟାଣ୍ଡେଲ୍ଟି ହେଉଛି ଆମର ବସ୍ତୁ ଯାହାର ଆମେ ପ୍ରତିଛବି କରିବା। ଏହା ହେଉଛି ବାହାର ବାକ୍ସ ଏବଂ ଏହା ହେଉଛି ଭିତର ବାକ୍ସ ଏବଂ ଏହା ହେଉଛି ଆମର ପିନ୍ ହୋଲ୍ ଏବଂ ଏହା ହେଉଛି ଆମର ପରଦା, ଯେଉଁଥିରେ ପ୍ରତିଛବିଟି ଆସିବ। ମୁଁ ଏଠାରେ ଏକ ପିନ୍ ହୋଲ୍ କ୍ୟାମେରାର ଏକ ସରଳ ମଡେଲ୍ ଦେଖାଇଛି। ତେବେ ଦେଖିବା କ'ଣ ଘଟୁଛି। କ୍ୟାଣ୍ଡେଲ୍ଟିରୁ ଆଲୋକ ରଶ୍ମି ବାହାରି ସବୁଆଡ଼େ ଗତି କରୁଛନ୍ତି। ଏଠାରେ ଲକ୍ଷ ଲକ୍ଷ ରଶ୍ମି କ୍ୟାଣ୍ଡେଲ୍ରୁ ବାହାରକୁ ବାହାରୁଛନ୍ତି। ତେବେ ଆମେ ସେଥିରୁ ମାତ୍ର ଦୁଇଟି ରଶ୍ମି ନେବା ଏବଂ ଆମେ ଜାଣିଛନ୍ତି ଯେ ଆଲୋକ ରଶ୍ମି ସବୁବେଳେ ସରଳ ରେଖାରେ ଗତି କରେ। ଦେଖନ୍ତୁ ଏଠାରେ ଆମେ ଦୁଇଟି ରଶ୍ମି ନେଲେ ଏବଂ ଏହା ସରଳ ରେଖାରେ ଗତି କଲା। ଦେଖନ୍ତୁ ଏ ରଶ୍ମିଟି ଆଡ଼େ ଆସିଲା, ଏ ରଶ୍ମିଟି ଆଡ଼େ ଆସିଲା ଏବଂ ଆମର ପରଦା ଉପରେ ଏକ ପ୍ରତିଛବି ହୋଇଗଲା। ତେବେ ଆମେ ଜାଣିଛନ୍ତି ଯେ ଆଲୋକ ସବୁବେଳେ ସରଳ ରେଖାରେ ଗତି କରେ ଏବଂ ଏହାକୁ ଆଲୋକର ସରଳ ରୈଖିକ ଗତି ବୋଲି କୁହାଯାଏ। ତେଣୁ ମୁଁ ଏଠାରେ ଦୁଇଟି ରଶ୍ମିକୁ ସରଳ ରେଖାରେ ନେଇ ତୁମକୁ ଏଠାରେ ଏକ ପ୍ରତିଛବି ଦେଖାଇଛି। ତୁମେମାନେ ପରଦାରେ ଏହି କ୍ୟାଣ୍ଡେଲ୍ର ଶିଖାର ଏକ ପ୍ରତିଛବି ଦେଖିପାରୁଥିବ। ଏଠାରେ ଆଉ ଏକ ଆକର୍ଷଣୀୟ ଜିନିଷ ମଧ୍ୟ ଅଛି। କେଉଁଭଳି ପ୍ରତିବିମ୍ବ ବା ପ୍ରତିଛବି ସୃଷ୍ଟି ହେବ ତାହା ଛିଦ୍ରର ସାଇଜ୍ ଉପରେ ନିର୍ଭର କରେ। ଯଦି ଆମେ ଛିଦ୍ରଟିକୁ ଛୋଟ କରିଦେବା ତାହେଲେ ପ୍ରତିଛବିଟି ସ୍ପଷ୍ଟ ହେବ କିନ୍ତୁ ଝାପ୍ସା ଦେଖାଯିବ ବା କମ୍ ଆଲୋକିତ ଦେଖାଯିବ। ସେହିପରି ଆମେ ଯଦି ଛିଦ୍ରଟିକୁ ବଡ଼ କରିଦେବା ତାହେଲେ ପ୍ରତିଛବିଟି ଉଜ୍ଜ୍ୱଳ ଦେଖାଯିବ, ମାନେ ଅଧିକ ଆଲୋକ ଦେଖାଯିବ କିନ୍ତୁ ଅସ୍ପଷ୍ଟ ବା ବ୍ଲର୍ ଦେଖାଯିବ। ସେହିପରି ଆମେ ଯଦି ସ୍କ୍ରିନ୍ଟିକୁ ଦୂରକୁ ଘୁଞ୍ଚାଇ ଦେବା ତାହେଲେ ପ୍ରତିଛବିଟି ବଡ଼ ହୋଇଯିବ, ଏଠାରେ ଏକ ବର୍ଦ୍ଧିତ ପ୍ରତିଛବି ମିଳିବ। ସେହିପରି ଯଦି ଆମେ ସ୍କ୍ରିନ୍ଟିକୁ ପାଖକୁ ନେଇଯିବା ତାହେଲେ ଆମକୁ ଏକ ଛୋଟ ପ୍ରତିଛବି ମିଳିବ। ତେବେ ଆମେ ଏବେ ଚାଲନ୍ତୁ ରଶ୍ମି ଚିତ୍ର କରି ପିନ୍ ହୋଲ୍ କ୍ୟାମେରା କିପରି କାମ କରେ ଦେଖିବା। ଏଠାରେ ଏହା ହେଉଛି ପରଦା ଯାହାକି ଭିତର ବକ୍ସରେ ଅଛି। ସେହିପରି ଏହା ହେଉଛି ଆମର ପିନ୍ ହୋଲ୍ ଯାହାକି ବାହାର ବାକ୍ସରେ ଅଛି ଏବଂ ଏଠାରେ ମୁଁ ଏକ ସରଳ ରେଖା ଡ୍ର କରିଦେଲି। କାହିଁକି? ତାକି ଆମକୁ ଏଠାରେ ପ୍ରତିବିମ୍ବ ଏବଂ ଅନ୍ୟାନ୍ୟ ଜିନିଷ ଡ୍ର କରିବାର ସୁବିଧା ହେବ। ଦେଖନ୍ତୁ ଏହା ହେଉଛି ମୋର ଅବଜେକ୍ଟ ବା ବସ୍ତୁ ଯାହାର ମୁଁ ପ୍ରତିବିମ୍ବ ପିନ୍ ହୋଲ୍ କ୍ୟାମେରାରେ ଦେଖିବି ବା ପ୍ରତିଛବି ପିନ୍ ହୋଲ୍ କ୍ୟାମେରାରେ ଦେଖିବି। ବସ୍ତୁଟି ହେଉଛି ଆମର ଏ ବି। ଦେଖନ୍ତୁ ଆଲୋକ ଆମର କ'ଣ ସରଳ ରେଖାରେ ଗତି କଲେ, ତେଣୁକରି ମୁଁ ଗୋଟେ ସରଳ ରେଖା ନେଲି ଯାହାକି ପିନ୍ ହୋଲ୍ କ୍ୟାମେରା ଦେଇଗଲା। ସେହିପରି ବସ୍ତୁର ତଳ ପଟରୁ ବି ପଏଣ୍ଟରୁ ମଧ୍ୟ ଆଉ ଗୋଟେ ସରଳ ରେଖା ନେଲି ବା ଆଲୋକ ରଶ୍ମି ନେଲି ଯାହାକି
ସରଳ ରେଖାରେ ଗତି କରୁଛି ଏବଂ ପିନ୍ ହୋଲ୍ ଦେଇ ଯାଉଛି। ଏବଂ ଏଠାରେ ଆମେ ଦେଖିପାରିବା ଯେ ଏଠାରେ ଏକ ଓଲଟା ପ୍ରତିବିମ୍ବ ସୃଷ୍ଟି ହେଉଛି। କାହିଁକି ଦେଖନ୍ତୁ, ଏ ବସ୍ତୁର ଯେଉଁ ଉପରୁ ଯେଉଁ ରଶ୍ମିଟି ଆସିଛି ତାହା ତଳ ପଟରେ ଅଛି ଏବଂ ବସ୍ତୁର ତଳୁ ଯେଉଁ ରଶ୍ମିଟି ଆସିଛି ତା ଉପର ପଟେ ଅଛି। ଏଠାରେ ରଶ୍ମି ଦୁଇଟି ପରସ୍ପରକୁ ଛେଦ କରୁଛନ୍ତି ଏବଂ ଆମକୁ ଏକ ଓଲଟା ପ୍ରତିଛବି ଦେଉଛନ୍ତି। ଏଠାରେ ଆମେ ଦେଖିଲେ ଯେ ପିନ୍ ହୋଲ୍ କ୍ୟାମେରାଟି କିପରି କାମ କରେ।